ଯୀଶୁ ଖ୍ରୀଷ୍ଟଙ୍କୁ ଯେଉଁମାନେ ବିଦ୍ଧ କଲେ, ଯେଉଁମାନେ କି ତାଙ୍କୁ ଆଘାତ କଲେ, ସେମାନେ ଆଉ କିଏ? ତାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କର ଚତୁଃପାର୍ଶ୍ୱରେ ଥିବା ଏକ କୁକୁର ପରି। ଯୋଉମାନେ କି ଆମେ ବାଇବେଲରେ ପଢୁଛୁ 15 ପଦ 16 ପଦରେ ଯୋଉମାନେ ଆମେ ପଢିଲେ ଯେ କୁକୁର ମାନେ ମତେ ବେଷ୍ଟନ କରିଅଛନ୍ତି, ଦୁରାଚାରୀ ମାନଙ୍କ ମଣ୍ଡଳୀ ମତେ ବେଢି ଅଛନ୍ତି, ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି। ଏଥିରେ ଦାଉଦ କୁହନ୍ତି ଆଉ ଯୀଶୁ ମଧ୍ୟ କୁହନ୍ତି ଯୋଉମାନେ କି ବିଦ୍ଧ କରିଅଛନ୍ତି, ଅନେକ ତାଙ୍କୁ ବିଦ୍ଧ କଲେ, ଆଘାତ କଲେ, ଆଉ ସେମାନେ ମଧ୍ୟ ତାଙ୍କୁ ଏପରି ଆଘାତ କଲେ, ସେମାନେ କୁକୁରଙ୍କ ପରି, ଦୁରାଚାରୀ ମାନଙ୍କ ପରି ଯୀଶୁ ଖ୍ରୀଷ୍ଟଙ୍କର ଚତୁଃପାର୍ଶ୍ୱରେ ସେମାନେ ତାଙ୍କୁ ଏପରି ବେଢିଲେ ଯୋଉଦ୍ୱାରା ସେ କୁଆଡେ ଯାଇପାରିବେ ନାହିଁ। ଫର ଏକ୍ସାମ୍ପଲ, ପାଷ୍ଟର ଆକବର ଆଜ୍ଞାଙ୍କ ସ୍ତ୍ରୀ ମତେ କହୁଥିଲେ ଆମେ ହଳଦୀ କିଆରୀ ମଧ୍ୟରେ ଲୁଚିଥିଲୁ ଆଉ ଚତୁଃପାର୍ଶ୍ୱରେ ସେମାନେ ଜଗିଲେ, ଆମେ କୁଆଡେ ଧାଇଁ ପାରିଲୁ ନାହିଁ। ଶେଷ ସମୟରେ ମୋ ସ୍ୱାମୀକୁ ଧରିଲେ ଆଉ କୃଷ ପରି କରି ତାଙ୍କୁ ସେଥିରେ ବାନ୍ଧିଲେ ଏବଂ ପୋଡ଼ିଲେ। ମୋର ପ୍ରିୟ ମାନେ, କୁକୁର ପରି ଦୁରାଚାରୀ ମାନଙ୍କ ପରି ବେଢିଲେ, ଯୀଶୁଙ୍କୁ ମଧ୍ୟ ସେହିପରି ଚତୁଃପାର୍ଶ୍ୱରେ ବେଢିଲେ ଏବଂ ତାଙ୍କୁ ଆଘାତ କଲେ, କଣ୍ଟା ବିଦ୍ଧ କଲେ, ତାଙ୍କୁ ମାରିଲେ ସେଇ ସୈନିକ ମାନେ। ସେତେବେଳେ ସେ କାହା ଉପରେ ଭରସା କରୁଥିଲେ? ପ୍ରଭୁଙ୍କ ଉପରେ, ପରମେଶ୍ୱରଙ୍କ ଉପରେ ସେ ଭରସା କଲେ। ଆଜି ଯେତେ ଲୋକ ପରିବାର ଆମମାନଙ୍କର କନ୍ଧମାଳରେ ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ନାମରେ ନିନ୍ଦିତ, ତାଡ଼ିତ, ଯନ୍ତ୍ରଣା, କ୍ଲେଶ ପାଉଛନ୍ତି, ସେମାନେ କାହା ଉପରେ ଭରସା କରନ୍ତି? ସରକାର କିଛି କରିପାରିବେ ନାହିଁ। ମୋର ପ୍ରିୟମାନେ, ଆଜି ଯୋଉ ଶାସନରେ ଅଛନ୍ତି ସେ ନିୟମ ସେମାନେ କହୁଛନ୍ତି, ସମ୍ବିଧାନକୁ ସେମାନେ ମନେ ପକାଉଛନ୍ତି, କିନ୍ତୁ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଠାରୁ କୌଣସି ସମ୍ବିଧାନ ଆଉ ବଡ ନାହିଁ। ସେଇ ସମ୍ବିଧାନକୁ ଆମେ ମନେ ପକାଉ, ଯୋଉ ସମ୍ବିଧାନ କି ଆମମାନଙ୍କର ଅନନ୍ତ ଜୀବନ ପାଇଁ ଆମକୁ ଗାଇଡ କରେ। ସେ ଆମମାନଙ୍କୁ କୁହନ୍ତି, ଆମମାନଙ୍କୁ ରକ୍ଷା କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କର ସେଇ କ୍ରୁଶାର୍ପିତ ସମୟରେ ତାଙ୍କୁ ତୃଷା, ତାଙ୍କୁ ବିଦ୍ଧ କଲେ। ସେଇ ବିଦ୍ଧ କରିବା ଲୋକମାନଙ୍କୁ ଦାଉଦ ଏପରି କହିବାକୁ ଚାହାନ୍ତି, ସେମାନେ କୁକୁର, ସେମାନେ ଦୌରାତ୍ମର ଲୋକମାନେ, ସେମାନେ ଭିଲେନ ମାନେ, କିନ୍ତୁ ଯୀଶୁ ଖ୍ରୀଷ୍ଟ ହାରି ନାହାନ୍ତି, ସେ ଜିତିଛନ୍ତି। ମୁଁ ଏବଂ ଆପଣ ମାନେ ମଧ୍ୟ ଆଜି ଆମମାନଙ୍କୁ ଥିଓଲୋଜି ଟର୍ମ ଏପରି କୁହେ, ତାଳନା କଷ୍ଟକୁ ଭୁଲି ଯାଆନ୍ତୁ, ପରମେଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ। ହି ଇଜ ଦ ପ୍ରୋଟେକ୍ଟର ଆଣ୍ଡ ଗାଇଡର, ରିଡିମର। ସେ ଆମମାନଙ୍କୁ ଉଦ୍ଧାର କରିବେ। ଆସୁ ଗୋଟିଏ ପଦ ପଢିବା, ପୁରାତନ ନିୟମ ଗୀତ ସଂହିତା 22ର 16 ପଦକୁ ପଢିବା। କଣ ଲେଖା ହେଇଛି? କାରଣ କୁକୁରମାନେ ମୋତେ ବେଷ୍ଟନ କରିଅଛନ୍ତି, ଦୁରାଚାରୀ ମାନଙ୍କ ମଣ୍ଡଳୀ ମୋତେ ବେଢି ଅଛନ୍ତି, ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି। ହସ୍ତ ଏବଂ ପାଦକୁ ବିଦ୍ଧ କରିଅଛନ୍ତି। ହସ୍ତ ଏବଂ ପାଦ ବିଦ୍ଧ କରିବା, ବିଦ୍ଧ କରିବାର ରହସ୍ୟ କଣ? ବିଦ୍ଧ କରିବାର ଯେଉଁ କି ରକ୍ତ ଝରିବା ବା ଯୋଉ ରକ୍ତ କି ଝରେ, ବିଦ୍ଧ ପାଦକୁ କରାଗଲା ଆଉ ହାତକୁ କରାଗଲା, ଯୋଉଦ୍ୱାରା କି ନୋ ମୁଭମେଣ୍ଟ, ଚଳ ପ୍ରଚଳ, ଆଗକୁ କିମ୍ବା ପଛକୁ କିମ୍ବା ଡାହାଣକୁ କିମ୍ବା ବାମକୁ ଯାଇପାରିବେ। ଆମମାନଙ୍କ ଜୀବନରେ ମଧ୍ୟ ଅନେକ ବାଧା ଆସେ, ବିଦ୍ଧ, ଯୋଉଦ୍ୱାରା କି ଆମମାନେ ଯେପରି ଯାଇପାରିବା ନାହିଁ, କଷ୍ଟ ଦେବା ପାଇଁ ଚାହାନ୍ତି, ଯୋଉଦ୍ୱାରା କି ଆମେ ମୁଭମେଣ୍ଟ କରିପାରିବା ନାହିଁ। ଯୀଶୁ ଖ୍ରୀଷ୍ଟଙ୍କୁ ସେପରିକି ବିଦ୍ଧ କରାଯିବ, ବା ଯେପରିକି ପ୍ରଫେସି ଥିଲା, ଯୀଶୁ ଖ୍ରୀଷ୍ଟଙ୍କୁ ବିଦ୍ଧ କରିବା ଦ୍ୱାରା ପାଦ ଗମନ କରିପାରିବ ନାହିଁ, ହସ୍ତ ଯେପରିକି ପ୍ରସାର କରିପାରିବ ନାହିଁ, ହସ୍ତ ଯେପରିକି ଲମ୍ବା କରିପାରିବେ ନାହିଁ, କିମ୍ବା ପାଦ ଯେପରି ଆଗକୁ ଯାଇପାରିବ ନାହିଁ, ନୋ ମୁଭମେଣ୍ଟ। ଆଜି ଆମମାନଙ୍କୁ ଅନେକ ଆଜି ତାଳନା ଦେବା ଲୋକମାନେ କଣ କରନ୍ତି? ଏଇଠୁ ଘୁଞ୍ଚିବ ନାହିଁ, ଆମର ଆଘାତ କରନ୍ତି, ଆମମାନଙ୍କୁ ଆଜି ଡରାନ୍ତି, ଆମମାନଙ୍କୁ ସେମାନେ ଏପରି କରନ୍ତି ଯୋଉଦ୍ୱାରା କି ଆମମାନେ ମଧ୍ୟ ଆଗକୁ ଯିବା ପାଇଁ କଷ୍ଟ ଲାଗିଥାଏ। ସେମାନେ କୁହନ୍ତି ଆଜିଠାରୁ ତମେ ଏଇଟା କରିବ। ଜଣକୁ କହିଲେ ତମେ ବାଇବେଲ ଉପରେ ଠିଆ ହୁଅ, ତମ ସ୍ତ୍ରୀଙ୍କୁ ତମେ ସିନ୍ଦୁର ଲଗାଅ, ଆଜିଠାରୁ ତମେ କହିବ ନାହିଁ, ତମେ ଏଇ ନାଁରେ ତମେ ସ୍ଲୋଗାନ କର। ତମକୁ ଯଦି ଆଉ ଦ୍ୱିତୀୟ ଥର ଆମେ ଏଇଠି ଦେଖିବୁ ଆଉ ଛାଡିବୁ ନାହିଁ, ତମେ ଏଇଠୁ କୋଉଠି ଯିବା କଥା ସେଇଠିକି ଯାଇ ରହିଯା। ପ୍ରାକ୍ଟିକାଲ, ଏଇଟା ଆମ ଜୀବନରେ ମଧ୍ୟ ଆଜି ଆମେ ଦେଖିପାରୁଛୁ। ମୋର ଖ୍ରୀଷ୍ଟର ପ୍ରିୟମାନେ, ସେମାନେ ବିଦ୍ଧ କଲେ, ତା ପରମେଶ୍ୱରଙ୍କର ଯୋଉ କି ଯୋଜନା ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଥିଲା ତାହା ହେଲା। ସେମାନେ ବିଦ୍ଧ କଲେ, କିନ୍ତୁ ଆମ ଜୀବନରେ ମଧ୍ୟ ଆମମାନେ ସମସ୍ତେ ଦୈନନ୍ଦିନ ଜୀବନରେ ଆଜି ଆମେ ସେଇ ପ୍ରକାର ବିଦ୍ଧ ନ ହେଲେ ସୁଦ୍ଧା ଆମମାନଙ୍କୁ ବିଦ୍ଧ କରାଯାଉଅଛି, ଯୋଉଦ୍ୱାରା କି ଆଉ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯିବା ପାଇଁ ଆମମାନଙ୍କୁ ମନା କରାଯାଇଛି, ଗୋଟିଏ ଲୋକଙ୍କ ଠାରୁ ପରିବାର ଠାରୁ ଅନ୍ୟ ପରିବାରକୁ ଯିବା ପାଇଁ ମନା କରାଯାଉଛି।
ମିଟିଂ କ୍ଲାସ କମିଟି କରିବା ପାଇଁ ମନା କରାଯାଉଛି। ଆମ ଗୋଡକୁ ବନ୍ଦ କରାଯାଉଛି, କାରଣ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଯିବା ପାଇଁ କହିଛନ୍ତି। ତୁମେ ସର୍ବଜଗତକୁ ଯାଅ, ଗ୍ରେଟ୍ କମିଶନ, ଯୀଶୁ ଖ୍ରୀଷ୍ଟଙ୍କର ମହାନ ଆଦେଶ, କିନ୍ତୁ ଆମମାନଙ୍କୁ ବିଦ୍ଧ କରାଯାଉଛି, ଆମମାନଙ୍କୁ ଆଘାତ କରାଯାଉଛି। କଣ ଯୀଶୁ ଖ୍ରୀଷ୍ଟ ସେଥିରେ କଣ ବନ୍ଦ କଲେ କି? ସେ କାର୍ଯ୍ୟ ବନ୍ଦ କଲେ କି? ସେ ବନ୍ଦ କଲେ ନାହିଁ। ତାଙ୍କ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ସେମାନେ ହଉଛୁ ଆମେ ବିଶ୍ୱାସୀ ମାନେ। ଆମେ ବିଶ୍ୱାସୀ ମାନେ ଆମର କାମ କଣ ଅଛି? ଆଜିର କାମ ଆମମାନଙ୍କର ଯିବାର କାମ, ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାର କାମ, ଗୋଟିଏ ଜାଗାରେ ପହଞ୍ଚିବାର କାମ, ପ୍ରଭୁଙ୍କର ବାକ୍ୟ ନେଇକି, ଉଦ୍ଧାରର ବାକ୍ୟ ନେଇକି, ରକ୍ଷା କରିବାର ବାକ୍ୟ ନେଇକି ଆମେ ପହଞ୍ଚିବାର କାମ, ଯୀଶୁ ଖ୍ରୀଷ୍ଟଙ୍କର ବଳି ହେଇଥିବାର କାହାଣୀ ନେଇକି ଅନ୍ୟ ନିକଟକୁ ସାକ୍ଷ୍ୟ ହେବାର ଆମର କର୍ତ୍ତବ୍ୟ। ମୋର ପ୍ରିୟ ମାନେ, ଆଜି ସେଇ ସୁଯୋଗ ଆମେ ପାଇଛୁ। ଯୋଉମାନେ ଯାହାଙ୍କୁ ବିଦ୍ଧ କଲେ ସେମାନେ ତାହାଙ୍କୁ ଦେଖିବେ। ଦିନ ଆସୁଛି ସେମାନେ ତାହାଙ୍କୁ ଦେଖିବେ। ସେମାନେ କିଏ ନୁହନ୍ତି, ସେମାନେ ସୋଲଜର ମାନେ ବିଦ୍ଧ କଲେ, କିନ୍ତୁ ସେମାନେ ଦିନେ ଦେଖିବେ, କାରଣ ଯୀଶୁ ଖ୍ରୀଷ୍ଟଙ୍କର ଆଗମନକୁ ଆମେ ଅପେକ୍ଷାରେ ଅଛୁ। ଆମେ ଦେଖିବା, ଯେପରି ଲୁକଲିଖିତ ସୁସମାଚାର ତାର 3:6 କୁହାଯାଇଛି, ସମସ୍ତ ମର୍ତ୍ତ୍ୟ ତାହାଙ୍କର ପରିତ୍ରାଣକୁ ଦେଖିବେ। ମୋର ପ୍ରିୟ ମାନେ, ଆଜି ଆମମାନେ ସେଇ ପରିତ୍ରାଣ କର୍ତ୍ତାଙ୍କ ଅପେକ୍ଷାରେ ଅଛୁ, ଯେ କି କ୍ରୁଶରେ ଥାଇ ତୃଷା ହେଉଥିଲେ। ଜହନ ଲିଖିତ ସୁସମାଚାର 19:37 ଯେତେବେଳେ ଆମେ ଦେଖିବା, ଯୋଉମାନେ କି ତାଙ୍କୁ ବିଦ୍ଧ କରିଅଛନ୍ତି ସେମାନେ ତାଙ୍କର ଆଗମନକୁ ମଧ୍ୟ ଆଗମନରେ ଦେଖିବେ। କାହିଁକି ଦେଖିବେ? ଆମେ ସେଇଦିନ ଆମେ ଚିନ୍ତା କରିଥିଲେ, କାରଣ ସମସ୍ତେ ଯୋଉମାନେ କି ପୂର୍ବରୁ ଯୀଶୁଙ୍କ ମରଣ ପୂର୍ବରୁ ଯୋଉମାନେ ପୃଥିବୀରେ ଥିଲେ ଏବଂ ତାଙ୍କ ମରଣ ପରେ ଯୋଉମାନେ କି ମରିଅଛନ୍ତି, ସେମାନେ ସମସ୍ତେ ଯୀଶୁଙ୍କୁ ଦେଖି ନାହାନ୍ତି। ସେଥିପାଇଁ ତାଙ୍କର ଆଗମନରେ, ତାଙ୍କର ପୁନରାଗମନରେ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ନିଶ୍ଚୟ ଦେଖିବେ। କାରଣ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କ ନିମନ୍ତେ କ୍ରୁଶରେ ଥାଇ ସେ କ୍ଷମା ପ୍ରାର୍ଥନା କରୁଛନ୍ତି, ଆଉ ସେ କହୁଛନ୍ତି ଯେ ଏମାନେ କଣ କରନ୍ତି ସେମାନେ କିଛି ଜାଣନ୍ତି ନାହିଁ। ଦ ଥିଓଲୋଜି ଏପରି କୁହେ, ଯଦି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କ ପାଇଁ କ୍ଷମା ମାଗିଛନ୍ତି, ଯୋଉମାନେ କି ତାଙ୍କୁ ମାରିଛନ୍ତି, ଯୋଉମାନେ ତାଙ୍କୁ ବିଦ୍ଧ କରିଛନ୍ତି, ଯୋଉମାନେ ତାଙ୍କୁ ବର୍ଚ୍ଛାରେ ଆଘାତ କରିଛନ୍ତି, ଯୋଉମାନେ ତାଙ୍କୁ ପ୍ରସ୍ତାରାଘାତ କରିଛନ୍ତି, ଯୋଉମାନେ ତାଙ୍କୁ ଛେପ ପକେଇଛନ୍ତି, ଯୋଉମାନେ ତାଙ୍କୁ ପାପୁଲିରେ କଣ୍ଟା ଦ୍ୱାରା ବିଦ୍ଧ କରିଛନ୍ତି, ସେମାନେ ମଧ୍ୟ ତାଙ୍କୁ ଦେଖିପାରିବେ। ମୋର ପ୍ରିୟ ମାନେ, କାହିଁକି ସେମାନେ ଦେଖିବେ? କାରଣ ସେମାନେ ପାପ ସ୍ୱୀକାର କରିବେ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସେମାନେ ଯେତେବେଳେ କି ଆସୁଅଛନ୍ତି, ଯୀଶୁ ଖ୍ରୀଷ୍ଟ, ସେମାନେ ଅଲରେଡି ଅନେକ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଚିତ୍କାର ସମୟରେ ଯେତେବେଳେ ସେ ତାଙ୍କର ନିଶ୍ୱାସକୁ ସେ ତ୍ୟାଗ କଲେ, ସେତେବେଳେ ଅନେକ ଲୋକମାନେ ସ୍ୱୀକାର କଲେ। ସେଥିପାଇଁ ସେମାନେ ତାହାଙ୍କୁ ଦେଖିପାରିବେ। ତାଙ୍କର ଧର୍ମକର୍ମ ସକାଶେ ନୁହଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହରେ ସେମାନେ ତାହାଙ୍କୁ ଦେଖିବେ। ଜହନ ଲିଖିତ ସୁସମାଚାର 19:37। ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ। ତାହାଙ୍କୁ ଦୃଷ୍ଟିପାତ କରିବେ। ମୁଁ ଅଲରେଡି ଏକ୍ସପ୍ଲେନ କରିସାରିଛି। ଯୋଉମାନେ କି ତାହାଙ୍କୁ ବିଦ୍ଧ କଲେ ସେମାନେ ଦୃଷ୍ଟିପାତ କରିବେ। କେମିତି ଦୃଷ୍ଟିପାତ କରିବେ? କିପରି ଦେଖିବେ? ସେମାନେ ସେମାନେ ତାଙ୍କୁ ମାରିଲେ। ଯୀଶୁ ଖ୍ରୀଷ୍ଟଙ୍କର ଯେଉଁ କି ଆଗମନକୁ ଆମେ ଏଥିରେ ଦେଖିବାକୁ ପାଉଛୁ, ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନକୁ ଆମେ ଦେଖିବାକୁ ପାଉଛୁ, ଯେ ଆସିବେ, ସମସ୍ତେ ଦେଖିବେ। ଜିଖରିୟ ତାର 12:10 ଆମେ ପଢିବା। ପୁଣି ଆମ୍ଭେ ଦାଉଦ ବଂଶ ଉପରେ ଓ ଜିରୁସାଲେମ ନିବାସୀମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା। ତହିଁରେ ସେମାନେ ଆମ୍ଭ ପ୍ରତି ଅର୍ଥାତ୍ ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ। ଆଉ କେହି ଯେମନ୍ତ ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ତେମନ୍ତ ସେମାନେ ତାହାଙ୍କ ପାଇଁ ଶୋକ କରିବେ। ଓ କେହି ଯେମନ୍ତ ଆପଣା ପ୍ରଥମ ଯାତ୍ରାର ନିମନ୍ତେ ବ୍ୟାକୁଳିତ ହୁଏ, ତେମନ୍ତ ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ। ପ୍ରେଜ୍ ଦ ଲର୍ଡ। ସୁନ୍ଦର ବିଷୟ ଆମେ ଦେଖିବାକୁ ପାଉଛୁ। ତ ସମସ୍ତେ ଦେଖିବେ। ଏଥିରେ ଅନେକ ବିଷୟ ଲେଖା ହେଇଛି, ଅନେକ ପଏଣ୍ଟ ଗୁଡାକ ଲେଖା ହେଇଛି। ଏ ପଏଣ୍ଟ ଭିତରେ ଗୋଟିଏ ବିଷୟକୁ ମୁଁ ଏଠି କହିବାକୁ ଚାହେଁ। ଯୋଉମାନେ ଯୀଶୁଙ୍କୁ ବିରୋଧୀ କରିଥିଲେ, ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କୁ ନିନ୍ଦା କରିଥିଲେ, ଯୀଶୁ ଖ୍ରୀଷ୍ଟଙ୍କୁ ଯୋଉମାନେ କି ସମ୍ପୂର୍ଣ୍ଣ ମାରିଦେବୁ, ଏହି ନିଷ୍ପତ୍ତି ନେଲେ,
ସେମାନେ ସେଇ ଦାଉଦ ବଂଶଜ ଯୀଶୁଖ୍ରୀଷ୍ଟଙ୍କୁ ଦିନେ ଦେଖିବେ। ପ୍ରକାଶିତ ବାକ୍ୟ ତାର 1:7 ଲେଖାଯାଇଛି। ଦେଖ, ସେ ମେଘମାଳରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ। ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ ସେମାନେ ମଧ୍ୟ ଦର୍ଶନ କରିବେ, ଆଉ Praise the Lord. ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳମ୍ବ କରିବେ। ହଁ, Praise the ଆମେନ୍। Lord. Hallelujah. ଦେଖନ୍ତୁ ଆମମାନେ ଯାହାକି ଆମେ ଦେଖୁଛୁ, ଯୋଉମାନେ ବିନ୍ଧ କରିଥିଲେ, ଯୋଉମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଦ୍ଧ କଲେ, ଯୋଉମାନେ ତାହାଙ୍କୁ ମାରିଲେ, ତାହାଙ୍କୁ ନିନ୍ଦା କଲେ, ସମସ୍ତେ ତାହାଙ୍କୁ ଦେଖିବେ। ଏଇଠି ଆମେ ଗୋଟିଏ ବିଷୟକୁ ଆମେ ଦେଖିବା, ଆମେ ଚିନ୍ତା କରିବା ଯେ ଆମେ ଦେଖିବା କି ନାହିଁ, ଆମେ ସେଇ ଯୀଶୁଖ୍ରୀଷ୍ଟଙ୍କୁ ଦେଖିବା କି ନାହିଁ, ଆମେ କାହାକୁ ଦେଖେଇବା କି? ଆମର ଆଜି କର୍ତ୍ତବ୍ୟ ରହୁ। ଜଣେ ଲେଖକ ଏପରି ଗୀତ ଲେଖନ୍ତି, ଗୋଟେ ରୋଚକ, ଯେଉଁ ଦିନ ମୁଁ ଦେଖିଲି ସେ ଛବି, ସେଇ କ୍ରୁଶରେ ଝରୁଥିବା ସେଇ ଛବିକୁ, ରକ୍ତ ଝରୁଥିବା ଛବିକୁ ମୁଁ ଯେତେବେଳେ ଦେଖିଲି, ମୁଁ ପରିତ୍ରାଣ ପ୍ରାପ୍ତ ହେଲି। ଆଜି ସେଇ କ୍ରୁଶରେ ଝରୁଥିବା, ସେଇ କ୍ରୁଶ କାଲବରୀ କ୍ରୁଶରେ ଝରୁଥିବା ରକ୍ତକୁ, ସେଇ ଛବିକୁ ଆମମାନେ ମନେ ପକାଇ ଆସୁ ତାଙ୍କ ନିମନ୍ତେ ଆମେ ଆଗକୁ ବଢିବା। ସେ ନିଶ୍ଚୟ ଆମକୁ ଦେଖାଦେବେ ଏବଂ ଅନେକଙ୍କୁ ଦେଖାହେବେ, ଯୋଉମାନେ ମୃତ ଏବଂ ଯୋଉମାନେ ଜୀବିତ। ବାକ୍ୟରେ ଲେଖିବା ଅନୁସାରେ ସମସ୍ତେ ତାଙ୍କୁ ଦେଖିବେ, ତାପରେ ବିଚାର ହେବ। ତତ୍ପରେ କୋଉମାନେ ଡାହାଣ ପାର୍ଶ୍ୱକୁ ଏବଂ କୋଉମାନେ ବାମ ପାର୍ଶ୍ୱକୁ ଯିବେ, ତାହା ନ୍ୟାୟବାନ ଯୀଶୁଖ୍ରୀଷ୍ଟ ତାହା ବିଚାର କରିବେ ଏବଂ ନ୍ୟାୟ କରିବେ। এই অল্প বাক্যের প্রভু আমাকে আশীর্বাদ করুন। আমেন।